ଜୟ ଜଗନ୍ନାଥ। ଆଧ୍ୟାତ୍ମିକ କଥାରେ ସମସ୍ତଙ୍କୁ ମୋର ନମସ୍କାର। ଆଜି କଥାରେ ଗୋଟେ ସଚେତନତାର ବାର୍ତ୍ତା ଅଛି ଆମ ସମସ୍ତଙ୍କ ପାଇଁ। ଆମେ ମନ୍ଦିର ଯାଉଛୁ, ପୂଜା ଯେଉଁ ହେଉଛି ଆମର ଦଶହରା କି ଗଣେଶ ପୂଜା, ଯାଉଛୁ ଆମେ ଦେଖିବା ପାଇଁ। ଦେଖୁଛୁ, ଆସୁଛୁ, ମନ୍ଦିର ଯାଉଛୁ, ମନ୍ଦିରରେ ପୂଜା ଅର୍ଚ୍ଚନା କରୁଛୁ ଏବଂ ଆସୁଛୁ। କିନ୍ତୁ ଆପଣମାନେ ଗୋଟେ କଥାକୁ ନୋଟିସ୍ କରିବେ, ଏବେ ପ୍ରାୟ ସେୟା ଚାଲିଲାଣି। ଆଗରୁ ଚାଲିଲାଣି, ଏବେ ତ କଣ୍ଟିନ୍ୟୁ ଚାଲୁଛି। ଆଗକୁ କ'ଣ ହେବ ମୁଁ ଜାଣିନି। ତ ଏଇଟା ସଚେତନତାର ଅଭାବ ହିଁ ହେଉଛି। କଥାଟା ହେଉଛି, ମନ୍ଦିରକୁ ପହଞ୍ଚିବା କ୍ଷଣି ମନ୍ଦିର ଗେଟ୍ ପାଖରୁ ସମସ୍ତେ କ'ଣ କରୁଛନ୍ତି ନା, ଆଜିକାଲି ସମସ୍ତଙ୍କ ସାଙ୍ଗରେ ଦୁଇଟା ଗୋଟେ ମୋବାଇଲ, ସମସ୍ତେ ସେଲ୍ଫି ନେବା ଷ୍ଟାର୍ଟ କରିଦେଉଛନ୍ତି। ମନ୍ଦିର ଗେଟ୍ ପାଖରୁ ମନ୍ଦିର ଭିତରେ ଠାକୁରଙ୍କ ଆଗରେ ମନ୍ଦିର ଭିତରେ ବସିକିରି କାନ୍ଧରେ ହାତ ରଖିକି, କାନ୍ଧରେ ମୁଣ୍ଡ ରଖିକି, ବାସୁଆ ବଳଦ ଉପରେ ହାତ ରଖିକି ସବୁ ସେଲ୍ଫି ନେଉଛନ୍ତି। କ'ଣ ଏଗୁଡ଼ା ଠିକ୍? ଆପଣମାନେ କହୁନାହାନ୍ତି। ମନ୍ଦିର ଆମେ କାହିଁକି ଯାଉଛୁ? ମନ୍ଦିର ହେଉଛି ପବିତ୍ର ସ୍ଥାନ, ଭକ୍ତ ଆଉ ଭଗବାନଙ୍କ ମଧ୍ୟରେ ଯୋଗସୂତ୍ର ସ୍ଥାପନ କରିବା ସ୍ଥାନ, ମନର ଶାନ୍ତି ଫେରାଇ ଆଣିବା ସ୍ଥାନ, ଠାକୁରଙ୍କ ଆଗରେ ମନର କଥା ତାକୁ ପ୍ରକାଶ କରିବା ସ୍ଥାନ। ପୂଜାର୍ଚ୍ଚନା କରୁଛୁ, ଆମେ କାହିଁକି ପୂଜାର୍ଚ୍ଚନା କରୁଛୁ? ପୁଣ୍ୟ ପାଇଁ କରୁଛୁ। ଏହା କଲେ ଆମର ପୁଣ୍ୟ ବଢ଼ିବ ନା ପୁଣ୍ୟ ଯାହା ଥିଲା ଆମର ପୁଣି କ୍ଷୟ ହେବ? ତେଣୁ ଏଇଟା କରିବା ଠିକ୍ ନୁହଁ। ସେଲ୍ଫି ନେବା ପାଇଁ ବିଭିନ୍ନ ସ୍ଥାନ ଅଛି, ପାର୍କରେ ଯାଆନ୍ତୁ, ସେଲ୍ଫି ନେବେ, ଦିନ ସାରା ନେବେ, ଯେତେବେଳେ ଇଚ୍ଛା ସେତେବେଳେ ନେବେ। ଯେଉଁ ମ୍ୟାରେଜ୍ ସେରିମନି ହେଉଛି, ଏବେ ସେଲ୍ଫି ପଏଣ୍ଟ ସବୁ କରୁଛନ୍ତି, ସେଠି ଯାଇକି ସେଲ୍ଫି ନେଉଛନ୍ତି, ରାତି ଦିନ ଯେତେବେଳେ ପାରିବେ ଯେମିତି ହିସାବରେ ସେଲ୍ଫି ନେବା କଥା ନେଉନାହାନ୍ତି। କେହି କ'ଣ କହିବ? କାହିଁକି ସେଟା ସେଲ୍ଫି ନେବାର ଜାଗା। କିନ୍ତୁ ମନ୍ଦିରରେ କିମ୍ବା ମେଢ଼ ଭିତରକୁ ଯାଇକି ଠାକୁରଙ୍କୁ ପଛ କରିକି ଏଇ ଯେଉଁ ସେଲ୍ଫି କିମ୍ବା ଫଟୋ ଉଠାଇବା, ଏଗୁଡ଼ା ଠିକ୍ ନୁହେଁ। ତେଣୁ ଏଗୁଡ଼ା ନ କରିବା ହିଁ ଭଲ। ଛୋଟ ଛୋଟ କଥା କିନ୍ତୁ ଗୁରୁତ୍ୱପୂର୍ଣ୍ଣ। ଏ ସମସ୍ତ କଥାକୁ ମାନିଲେ ହିଁ ଆମ ସମସ୍ତଙ୍କର ମଙ୍ଗଳ। ରହୁଛି ସମସ୍ତଙ୍କୁ ପୁଣି ନମସ୍କାର। ଭିଡ଼ିଓଟିକୁ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରନ୍ତୁ। ବହୁତ ପରିମାଣରେ ସେୟାର କରନ୍ତୁ, ଯାହାକି ସମସ୍ତଙ୍କ ପାଖରେ ଭିଡ଼ିଓଟା ପହଞ୍ଚୁ।